শরণাগত দীননাথ পরিত্রাণং পরায়ণে সর্বসাতে হরে দেবী মা শারদে দেবী নমস্তুতি। জয় মা শারদা। আজিକାର নীତିବାଣୀ ଆରମ୍ଭ କରିବା ପୂର୍ବରୁ ମୋର ଇଏ ପରିଚୟ ଉପରେ ଜାଣି ରଖିଥାନ୍ତୁ। ମୁଁ ହେଉଛି ଜଣେ ସାଧାରଣ ଫିଲୋସଫର ପ୍ରବଚକ ଇଏ ସୁରେଶ ମାହାଳି। କେବଳ ଇଏ ସମାଜର ମଙ୍ଗଳ ପାଇଁ ଆମେ ଏ ଭିଡ଼ିଓକୁ ଇଏ ସେୟାର କରୁଛୁ। ଆଉ ଆପଣମାନଙ୍କୁ ଯଦି ମୋର ଏ ନୀତିବାଣୀ ଭଲ ଲାଗୁଥିବ ଆପଣମାନେ ଗୋଟେ ଲାଇକ୍ କରି ସବସ୍କ୍ରାଇବ୍ କରିଦିଅନ୍ତୁ। ଅନ୍ୟମାନଙ୍କୁ ସେୟାର କଲେ ଏ ସମାଜର ଇଏ ମଙ୍ଗଳ ହେବ। ଆସନ୍ତୁ ନୀତିବାଣୀ ଆରମ୍ଭ କରିବା। ଗୋଟିଏ ଗ୍ରାମରେ ଇଏ କୃଷକଟିଏ ରହୁଥାଏ। କୃଷକର ତା ସ୍ତ୍ରୀ ଆଉ ଗୋଟିଏ ପୁଅ, ଏଇ ତିନି ଜଣଙ୍କୁ ନେଇ ତାର ଇଏ ହେଉଛି ପରିବାର। ଥରେ କୃଷକ ଜଣେ ସାଧୁଙ୍କ ନିକଟରେ ଯାଇ ପହଞ୍ଚିଲା। କହିଲେ, ଇଏ ସାଧୁଜୀ, ମୁଁ ହେଉଛି ଜଣେ ନିହାତି ଇଏ ଗରିବଟିଏ, ଯାହାକି ଯେତିକି ମୁଁ ଧନ ଉପାର୍ଜନ କରେ ସେଥିରେ ଇଏ ଚଳିବା ପାଇଁ ଅନେକ କଷ୍ଟ ମଧ୍ୟ ବି ହେଉଛି। କଣ କଲେ ଆମେ ଟିକେ ଖୁସିରେ ରହିପାରିବୁ? ସାଧୁଜୀ କହିଲେ, ଆରେ ବାବା, ତତେ ଗୋଟିଏ ମନ୍ତ୍ର ଦଉଛି, ଏଇ ମନ୍ତ୍ରଟିକି 1000 ଥର ତୁ ଇଏ ଜପ କରିବୁ। ସେ ମନ୍ତ୍ରଟି ଥିଲା ଗାୟତ୍ରୀ ମନ୍ତ୍ର। କହିଲେ, ନେ ଓಂ ଭୂ ଭୁବସ୍ୱ ତତ୍ସବିତୁର୍ବରେଣ୍ୟଂ ଭର୍ଗୋ ଦେବସ୍ୟ ଧୀମହି ଧିୟୋ ୟୋ ନ ପ୍ରଚୋଦୟାତ୍। କହିଲେ, ଏଇଆକୁ ତୁ 1000 ଥର ଜପ କରିବୁ। ଆଉ ତୋ ଜପରେ ସନ୍ତୁଷ୍ଟ ହୋଇକି ମା ଯେଉଁଦିନ ଆସିବେ ସେ ହାତ ଦେଖେଇ ଦେଲେ ସେଇଦିନ ତୁ ଗୋଟେ ଧନୀ ବି ହେଇପାରିବୁ। ତା ପରଦିନ ଠାରୁ ଇଏ କୃଷକ ଜଣକ ସେଇ ମନ୍ତ୍ରକୁ 1000 ଥର ବସି ଜପ କରେ। ଦିନ ଦିନ ମାସ ମାସ ବିତିଗଲା, ଅଥଚ ଗାୟତ୍ରୀ ମା ଦିନେ ହେଲେ ଆସିଲେନି। କୃଷକ ମନ ମଧ୍ୟରେ ଇଏ ଚିନ୍ତା କଲା, ସାଧୁଜୀ କଣ ମତେ ଠକିଦେଲେ? କିନ୍ତୁ ଏଇ ମନ୍ତ୍ର ଜପ କରି 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 କୃଷକର ଗୋଟେ ବୈରାଗ୍ୟ ଭାବ ଆସି ଯାଇଥିଲା। ସଂସାର ପ୍ରତି ତାଙ୍କର ବୈରାଗ୍ୟ ଭାବ ଆସି ଯାଇଥିଲା। ସେ କଣ କଲେ ନା ବେକରେ ରୁଦ୍ରାକ୍ଷ ମାଳିଟିଏ ପକେଇଲେ ଏବଂ ଗେରୁଆ ବସ୍ତ୍ରଟି ପିନ୍ଧି ଅନେକ ସ୍ଥାନକୁ ବୁଲିବାକୁ ଗଲେ। ଅନେକ ସ୍ଥାନ ତୀର୍ଥ ଭ୍ରମଣ ଇଏ କରୁଥାନ୍ତି। ସେଇ ଗାୟତ୍ରୀ ମାଙ୍କ ଜପ ବି ଇଏ ତୁଣ୍ଡରେ ଥାଏ। ଦିନେ ଗାୟତ୍ରୀ ମା ଆସିକିନା ପହଞ୍ଚିଗଲେ। କୃଷକ ଜଣକ ପଚାରିଲା, ମା ତମେ କିଏ? ନା ମୁଁ ହଉଛି ଗାୟତ୍ରୀ ମା। ନା କାହିଁକି ଆସିଛ ମା? ଯେତେବେଳେ ମୁଁ ଗରିବ ଥିଲି, ଖାଇବାକୁ ପାଉନଥିଲି, ସେତେବେଳେ ମୁଁ ତମକୁ ଅନେକ ଡାକିଛି, କିନ୍ତୁ ତମେ ଆସିଲନି। କିନ୍ତୁ ଆଜି ମୁଁ ତ ସାଧୁ ହେଇଯାଇଛି, ମୋର ଇଏ ଧନ ସମ୍ପତ୍ତି ପ୍ରତି ଆଉ କିଛି ମୋର ଲୋଭ ନାହିଁ, ହେଲେ ଆସିଛ କଣ ପାଇଁ? ସେଇଠି ଗାୟତ୍ରୀ ମା କହିଲେ, ଆରେ ବାବା, ଟିକେ ତ ପଛକୁ ଚାହିଁଲୁ। ପଛକୁ ଯେତେବେଳେ ଇଏ କୃଷକ ଜଣକ ଇଏ ଚାହିଁ ଦିଏ, ଦେଖିଲା 7ଟି ପାହାଡ ଇଏ ଜଳୁଛି। କୃଷକ ଜଣକ ଗାୟତ୍ରୀ ମାକୁ ପଚାରିଲେ, କହିଲେ, ମା ୟାର ମାନେ କଣ? ମୁଁ କିଛି ଜାଣିପାରୁନି, ମୁଁ ଦେଖୁଛି 7ଟା ପାହାଡ ଜଳୁଛି। ଗାୟତ୍ରୀ ମା ସେଇଠି ବୁଝେଇ ଦେଲେ, ଆରେ ବାବା, 7 ଜନ୍ମର ଇଏ ପାପ ଗୁଡାକ ବର୍ତ୍ତମାନ ତୋର ସବୁ ଇଏ ଜଳୁଛି। ଇଏ କିଭଳି ଜଳୁଛି? ନା ତୁ ଯେଉଁ ଅନେକ ଦିନ ହେଲାଣି ଏଇ ଗାୟତ୍ରୀ ମନ୍ତ୍ରକୁ 1000 ଥର ଜପ କରିଛୁ ଏବଂ ଆଜି ତୋର ବୈରାଗ୍ୟ ଭାବ ଆସି ସାଧୁ ହେଇଯାଇଛୁ,
तोर ये पाप गुड़ाक सब आज अग्नि मध्य ये जलीगला तोर ये पाप नहीं तेणु आज तोर स्थान हूँ केवल वैकुंठपुर स्थान तेणु आजिकार नीतिबाणी रे आमे यही शिक्षा लाभ करिबा 7 जन्मर पाप ये जन्म रे मध्य आमे लिभेई देई पारिबा पोछि देई पारिबा किभली ना सेही भली जदि आज भगवान को आमे धरी पारिबा बांधी पारिबा 7 जन्मर पाप आमर ये चली जीवो पापर बल ठारू जदि धर्मर बल आमर ए जन्म रे अधिक हो जाए से 7 जन्मर पाप आम पाखरे ये रहिबनी यही थिला नीतिबाणीर ये निर्जास कथा आपण मानकु जदि मोर ये नीतिबाणी भल लगी आपण माने गोटे लाइक करदेबे सब्सक्राइब करके अन्य मानकु ये शेयर करिवे आजिकार अनुचिंता घर आगरे गणेश ठाकुरंकर मूर्तिटे जदि रखिबे शुभदायक घर आगरे गणेश ठाकुरंकर मूर्तिटे जदि रखिपारिवे शुभदायक एतिकी कही मोर नीतिबाणी अनुचिंता को परिसमाप्त करुची। ये प्रणाम। जय जगन्नाथ।